मत्ता परतरं नान्यत् किंचिदस्ति धनञ्जय मयि सर्वमिदं प्रोतं सूत्रे मणिगणा इव। बंधुगण এই শ্লোকটি বুঝিবা আগରୁ ଆମକୁ ଚତୁର୍ଥ ପଞ୍ଚମ ଓ ଷଷ୍ଠ ଶ୍ଲୋକକୁ ପୁଣି ଥରେ ପୁନରାବୃତ୍ତି କରିବାକୁ ପଡ଼ିବ। ଚତୁର୍ଥ ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ କହିଲେ ଆକାଶ ବାୟୁ ଅଗ୍ନି ଜଳ ଓ ପୃଥିବୀ ଏହା ହେଲା ପଞ୍ଚ ମହାଭୂତ ଓ ତା ସହିତ ମନ ବୁଦ୍ଧି ଓ ଅହଙ୍କାର ଏ ତିନୋଟି ଶକ୍ତି ଅର୍ଥାତ୍ ମୋଟ 8ଟି ପ୍ରକୃତି ତାଙ୍କର ମାଇକ ଶକ୍ତି ଅଟେ। ତାପରେ ପଞ୍ଚମ ଶ୍ଲୋକରେ ସେ କହିଲେ ଏଇ 8ଟି ପ୍ରକୃତି ମୋର ଅପରା ପ୍ରକୃତି ଅଟେ ଏବଂ ଏଇ ପ୍ରକୃତି ଉପରେ ଆହୁରି ଗୋଟାଏ ପ୍ରକୃତି ଅଛି ଯାହାକୁ ପରା ପ୍ରକୃତି କୁହାଯାଏ ଏବଂ ଯାହା ଜୀବ ଶକ୍ତି ଅଟେ। ମୁଁ ଏଇ ବ୍ରହ୍ମାଣ୍ଡରେ ଉଭୟ ଅପରା ଓ ପରା ପ୍ରକୃତିକୁ ଧାରଣ କରିଥାଏ। ତା ପରବର୍ତ୍ତୀ ଶ୍ଲୋକ ସଂଖ୍ୟା 6ରେ ପ୍ରଭୁ କହିଲେ ଏଇ ବ୍ରହ୍ମାଣ୍ଡରେ ସମସ୍ତ ପରା ଓ ଅପରା ପ୍ରକୃତିକୁ ମୁଁ ଧାରଣ କରିଥାଏ ଏବଂ ମୁଁ ହିଁ ଏଇ ବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ଏବଂ ବିଳୟର କାରଣ ଅଟେ। ଏବଂ ଏହି ଶ୍ଲୋକରେ ପ୍ରଭୁ ଶ୍ରୀକୃଷ୍ଣ ନିଜର ସର୍ବୋଚ୍ଚ ସ୍ଥିତିକୁ ଏବଂ ସମସ୍ତଙ୍କ ଉପରେ ତାଙ୍କର ଆଧିପତ୍ୟ ବିଷୟରେ ସୂଚନା ଦେଉଛନ୍ତି। ବନ୍ଧୁଗଣ ସେ ବିଶ୍ୱର ସୃଷ୍ଟିକର୍ତ୍ତା ରକ୍ଷାକର୍ତ୍ତା ଏବଂ ବିନାଶକର୍ତ୍ତା ଅଟନ୍ତି। ସେ ସମସ୍ତ ବସ୍ତୁର ଆଶ୍ରୟସ୍ଥଳ ମଧ୍ୟ ଅଟନ୍ତି। ଯେପରି ସୂତାର ମାଳି ଗୁନ୍ଥା ହୋଇଥିବା ଗୋଟାଏ ଉପମା ଅଟେ, ଠିକ୍ ସେହିପରି ପ୍ରତ୍ୟେକ ଜୀବ ଯଦି ବି ନିଜ ଇଚ୍ଛା ଅନୁସାରେ କର୍ମ କରିବାକୁ ସ୍ୱତନ୍ତ୍ର ହୋଇଥାଏ ତେବେ ମଧ୍ୟ ସେମାନଙ୍କ କର୍ମ କରିବାର ଶକ୍ତି ଭଗବାନଙ୍କ ଦ୍ୱାରା ପ୍ରଦାନ କରିଯାଇଥାଏ। ସେ ସମସ୍ତଙ୍କୁ ଧାରଣ କରିଥାନ୍ତି ଏବଂ ସମସ୍ତେ ତାଙ୍କ ମଧ୍ୟରେ ନିବାସ କରନ୍ତି। ସେଥିପାଇଁ ଶ୍ୱେତାସ୍ୱଦର ଉପନିଷଦରେ ଉଲ୍ଲେଖ କରାଯାଇଛି न तस्ममଶ୍ଚାभ୍ୟଧିକଶ୍ଚ ଦୃଶ୍ୟତେ ପରାସ୍ୟ ଶକ୍ତିର୍ବିବିଧୈବ ସରୂୟତେ। ଅର୍ଥାତ୍ କୌଣସି ବସ୍ତୁ ଭଗବାନଙ୍କ ସହିତ ସମାନ ନୁହେଁ କିମ୍ବା କେହି ମଧ୍ୟ ତାଙ୍କଠାରୁ ବଡ଼ ନୁହନ୍ତି। ଭଗବତ ଗୀତାର ଏହି ଶ୍ଲୋକରେ ଅନେକ ଲୋକଙ୍କ ମନରେ ଗୋଟାଏ ସନ୍ଦେହ ମଧ୍ୟ ସୃଷ୍ଟି କରିଥାଏ। ଯେଉଁମାନେ ଭାବନ୍ତି ଶ୍ରୀକୃଷ୍ଣ ଅନ୍ତିମ ସତ୍ୟ ନୁହନ୍ତି ଓ ଯେଉଁମାନେ କଳ୍ପନା କରନ୍ତି ଯେ ଗୋଟାଏ ନିରାକାର ସତ୍ତା ରହିଛି ଯାହା ସ୍ୱୟଂ ଶ୍ରୀକୃଷ୍ଣଙ୍କ ମଧ୍ୟ ମୂଳ ଉତ୍ସ ଅଟେ। ଏହି ଶ୍ଲୋକରେ ସେ ସ୍ପଷ୍ଟ ଭାବରେ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ଶ୍ରୀକୃଷ୍ଣ ରୂପରେ ସେ ତାଙ୍କ ସାମ୍ନାରେ ଦଣ୍ଡାୟମାନ ହୋଇ ଛିଡ଼ା ହୋଇଛନ୍ତି ତାଙ୍କର ସେହି ସାକାର ସ୍ୱରୂପ ଅନ୍ତିମ ସତ୍ୟ ଅଟେ। ତେଣୁ ସୃଷ୍ଟିର ଅଗ୍ରଜ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି ଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦିର୍ ଗୋବିନ୍ଦଃ ସର୍ବକାରଣ କାରଣମ୍। ଅର୍ଥାତ୍ ଶ୍ରୀକୃଷ୍ଣ ପରାତ୍ପର ବ୍ରହ୍ମ ଅଟନ୍ତି ଯିଏ ଶାଶ୍ୱତ ସର୍ବଜ୍ଞ ଏବଂ ଅନନ୍ତ ଆନନ୍ଦ ଅଟନ୍ତି। ତାଙ୍କର ଆଦ୍ୟ ନାହିଁ ବା ଅନ୍ତ ନାହିଁ। ସେ ସମସ୍ତ ସୃଷ୍ଟିର ମୂଳ କାରଣ ଅଟନ୍ତି ଏବଂ ସମସ୍ତ କାରଣର କାରଣ ମଧ୍ୟ ଅଟନ୍ତି। ଶିକ୍ଷା ହେ ଅର୍ଜୁନ ମୋ ଠାରୁ ଶ୍ରେଷ୍ଠତର କେହି ନୁହନ୍ତି। ସୂତାରେ ମଣିଗୁଚ୍ଛା ହେଲା ପରି ସବୁକିଛି ମୋ ଠାରେ ସ୍ଥିତ ଅଟନ୍ତି। There is nothing higher than myself. O Arjun, everything rests in me as beads strung on the thread. Hare Krishna.